ମୁଁ ରାଜେଶ ମହାରଣା ଜଗତସିଂହପୁରରୁ ଆସିଛି। ମୁଁ ବିକେ କଲେଜ ଅଫ୍ ଆର୍ଟରେ ଡିଗ୍ରୀ କରୁଥିଲି ଓ ଉତ୍କଳ ୟୁନିଭର୍ସିଟି ଅଫ୍ କଲଚରରେ ମାଷ୍ଟର ଡିଗ୍ରୀ କରୁଥିଲି। ବର୍ତ୍ତମାନ ମୋର ଆର୍ଟ ପ୍ରାକ୍ଟିସ୍ ମୁଁ କଣ୍ଟିନ୍ୟୁ ରଖିଛି ଓ ଏଠାରେ ଗୋଟେ ସ୍କ୍ରାପ୍ ମେଟାଲ କାମ ହେଉଥିଲା। ବର୍ଜ୍ୟବସ୍ତୁ ଯେଉଁ ସବୁ ସାମଗ୍ରୀ ଯାହା ସବୁ ବାହାରୁଛି ତାକୁ ୱେଷ୍ଟ ନ କରି ତାକୁ କେମିତି ଆମେ କାମରେ ପୁନର୍ବାର ଲଗେଇ ପାରିବା ସେଇଆକୁ ଆଧାର କରି ଆମେ ଏସବୁ କାମ କରିଥିଲୁ। ଆଉ ଆ ଦ୍ୱାରା କ'ଣ ହେଇଛି, ମୁଁ ପ୍ରଥମେ ଏଠିକି ଆସିଲା ପରେ ଦେଖିଲୁ ସମୁଦ୍ର କୂଳରେ ବହୁତ ଗୁଡ଼ିଏ ମାନେ କଙ୍କଡ଼ା ମାନ ଏମିତି ସବୁ ବୁଲୁଥିଲେ, ଯେଉଁମାନେ କି ମାନେ ଦେଖିବାକୁ ଅତି ସୁନ୍ଦର ଲାଗୁଥିଲା। ଯିଏକି ସମୁଦ୍ର ଢେଉ ଯେମିତି ଯିବା ଆସିବା ଯେଉଁ ଭଳିଆ ତାଙ୍କର ଚାଲେ, ଆଙ୍କର ବି ସେଇଭଳି କାହାକୁ ଦେଖିଲେ ଭିତରକୁ ପଶି ଯାଉଛନ୍ତି, ବାହାରି ଯାଉଛନ୍ତି। ମୁଁ ତାଙ୍କୁ ଦେଖି ମୁଁ କଙ୍କଡ଼ା କରିବା ପାଇଁ ଗୋଟେ ପ୍ଲାନ୍ କଲି। କିନ୍ତୁ ତାକୁ କରିବାକୁ ଗଲେ ପ୍ରଥମେ ମୁଁ ଗୋଟେ କଙ୍କଡ଼ା ଧରିଲି, ତାର ଯେଉଁ ଟେକ୍ସଚର କଙ୍କଡ଼ାର ତାର ଯେଉଁ ଟେକ୍ସଚର, ସେଇ ଟେକ୍ସଚରଟା କରିବା ପାଇଁ ମୁଁ ସାଧାରଣ ଟାୟାରକୁ ୟୁଜ୍ କଲି, ଯେଉଁଟାକି ଏ କ୍ଲାଇମେଟ୍ ପାଇଁ ମାନେ ଟାୟାରଟା ବେଷ୍ଟ, ମାନେ ରଷ୍ଟ ହେବନି କି ପାଣିରେ ଖରାପ ହେବନି କି କିଛି ବି ଖରାପ ହେବନି। ତେଣୁ ମୁଁ ସେ ଯେଉଁ ୱେଷ୍ଟ ମେଟେରିଆଲଟାରେ ଏଇ ଟାୟାରରେ ଏଇ କାମଟିକୁ କରିଛି। ଆଉ ଟେକ୍ସଚର ଦେଖିବା ପାଇଁ ଆ ଦେହରେ ଅଲରେଡ଼ି ଟାୟାରରେ ଟେକ୍ସଚର ଅଛି। ଆଉ ପୁରୀରେ ଏଇସବୁ ସାମଗ୍ରୀ ଯେହେତୁ ରିକ୍ସା ଫିକ୍ସା ବହୁତ ଚାଲୁଛି, ଟାୟାରଟା ବି ମିଳିଯାଉଛି ସବୁ ଜାଗାରେ। ସେଥିପାଇଁ ମୁଁ ଏ ଜିନିଷଟାକୁ କରିକି ଗୋଟେ ଟାୟାର କରିଛି। ମାନେ ଯେଉଁମାନେ ସବୁ ଆସୁଛନ୍ତି ବି ସେମାନେ ଦେଖୁଛନ୍ତି ଏଭଳି ମାହଲରେ ଏଭଳି ଯେଉଁ ଜିନିଷ ଥୁଆ ହେଇଛି, ଦୂରରୁ ସିଏ ଭାବୁଛନ୍ତି ଗୋଟେ କାଦେରେ ଗୋଟେ ହେଇଛି, ପଥର ହେଇଛି କି ଲୁହାର ହେଇଛି। କିନ୍ତୁ ପାଖକୁ ଆସି ଯେତେବେଳେ ଦେଖୁଛନ୍ତି ନାଇଁ ଏଇଟା ଗୋଟେ ଟାୟାରରେ ହେଇଛି ବୋଲି, ତାଙ୍କୁ ଗୋଟେ ସରପ୍ରାଇଜ ଭଳିଆ ଲାଗୁଛି। ମାନେ ଟାୟାରରେ ବି ଏଭଳି କାମ ହେଇପାରେ କି, ଯେଉଁଟାକି ଥରେ ୟୁଜ୍ ହେଲା ପରେ ଯାହାକୁ ଜାଳି ଦିଅନ୍ତି, ପୋଡ଼ି ଦିଅନ୍ତି, ଏଇ ଇଟା ଭାଟିରେ ଜଳାଯାଏ କି ପିଚୁ ରନ୍ଧାରେ ଲାଗେ, ତା ଦେହରେ ବି ଆମେ ଏଭଳି କାମ କରିପାରୁଛୁ। এইଭଳି ସବୁ ଏଠି ବହୁତ ଆର୍ଟିଷ୍ଟ ଅଛନ୍ତି ବିଭିନ୍ନ ମିଡିୟମରେ। 11 ଜଣ ଆର୍ଟିଷ୍ଟ 11ଟା ମିଡିୟମରେ କାମ କରୁଛନ୍ତି। ମୁଁ ତା ଭିତରେ ଟାୟାର ମିଡିୟମଟା ନେଇଛି, ଯେହେତୁ କଙ୍କଡ଼ା ପାଇଁ ବି ଟିକେ କଙ୍କଡ଼ା ଟେକ୍ସଚର ଆ ଟେକ୍ସଚର ସମାନ, ଯେହେତୁ ମୁଁ ଏଇ ଟେକ୍ସଚର ନେଇଛି। ମୁଁ ଆଉ ମୋର ଇଏ ସହଯୋଗୀ ଥିଲେ ରାଜେନ୍ଦ୍ର ମଲ୍ଲିକ, ଇଏ ବି ମୋ ସହିତ ଥିଲେ। ଆମେ ସବୁ ମିଶିକି କାମ କରୁ। ମୋ ନାଁ ଦୀପ୍ତି ରଞ୍ଜନ ଓଝା, କଟକ ଜିଲ୍ଲା। ଆକ୍ଚୁଆଲି ଆମର କନସେପ୍ଟ ଥିଲା ସମୁଦ୍ର ରିଲେଟେଡ୍ କିଛି ଗୋଟେ ମାନେ ଏଠି ଇନଷ୍ଟଲେସନ୍ ସ୍କଲ୍ପଚର କରିବାର, ବଡ଼ ବଡ଼ ସ୍କଲ୍ପଚର। ତ ଏଠି ଆସିଲା ପରେ ଆମେ ବି ମାର୍କ କଲୁ, ପ୍ରାୟ ଆସୁଛନ୍ତି ଭିଜିଟର ହୁଅନ୍ତୁ କି ଲୋକ ହୁଅନ୍ତୁ, ଆସୁଛନ୍ତି ପାଣି ବୋଟଲ କି ପଲିଥିନ୍ ୟୁଜ୍ କଲେ ଏଠି ଫୋପାଡ଼ି ପକେଇ ଦେଇ ପଳାଉଛନ୍ତି, ଯେଉଁଦ୍ୱାରା କି ପରିବେଶଟା ଆମର ଦୂଷିତ ହେଉଛି। ତ ସେଥିପାଇଁ ମୁଁ କନସେପ୍ଟ ନେଲି, ମୁଁ ବି ଟ୍ରାନ୍ସପରେଣ୍ଟ ମିଡ଼ିୟମରେ କାମ କରେ, ତ ତାକୁ ନେଇକି ମୁଁ ସେଥିପାଇଁ ଭାବିଲି କ'ଣ କରିହେବ। ତ ସେଥିପାଇଁ ବୋଟଲ କଲେକ୍ଟ କରାଗଲା ଆଖପାଖରୁ, ସବୁ ବିଚ୍ରୁ ହଉ କି ଆଖପାଖ ଏରିଆରୁ ବୋଟଲ କଲେକ୍ଟ କରାହେଲା। ତ ଆଇରନ୍ ରଡ଼୍ରେ ଷ୍ଟ୍ରକ୍ଚର ଦେଇକି ତ ଗୋଟେ ଜେଲି ଫିସ୍ର ଫର୍ମଟା ମୁଁ ବନେଇଲି। ଆଉ ଜେଲି ଫିସ୍ଟା ବି ଦେଖିବାକୁ ନର୍ମାଲି ପୁରା ଟ୍ରାନ୍ସପରେଣ୍ଟ। ଆଉ କିଛି ଦିନ ପୂର୍ବରୁ ମୁଁ ପୁରୀ ଆସିଥିଲି, ତ ଦେଖିଥିଲି ବିଚ୍ କୂଳରେ ବହୁତ ଜେଲି ଫିସ୍ ସବୁ ମରିକି ପଡ଼ିଥିଲେ। ଆଉ ମୁଁ ଯେତିକି ଫିଲ୍ କଲି, ତ ସେ ବହୁତ ଜୀବ ବି ଏମିତି ମରୁଛନ୍ତି, ଯେଉଁଥିପାଇଁ କି ଦାୟୀ ଇନଡାଇରେକ୍ଟଲି ଆମେମାନେ ହିଁ ଦାୟୀ ରହୁଛେ। ପରିବେଶକୁ ଆମେ ଦୂଷିତ କରୁଛେ, ଯାହା ପ୍ରଭାବରେ ଆମ ଉପରେ ବି ଆମର ଖରାପ ପ୍ରଭାବ ପଡ଼ୁଛି, ଆମ ଉପରେ, ଲୋକମାନଙ୍କ ଉପରେ ପଡ଼ୁଛି, ଜୀବମାନଙ୍କ ଉପରେ ପଡ଼ୁଛି। ତ ମୁଁ ସେଇଟା ଲୋକମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଏ ଜିନିଷକୁ ଏଠି ସେଠି ନ ଫୋପାଡ଼ି ତାକୁ ପ୍ରପର ଜାଗାରେ ଗୋଟେ ରଖି ଦିଆଯାଉ। ତାଦ୍ୱାରା ଯଦି କିଛି ଗୋଟେ ଏମିତି ଆର୍ଟ ଫର୍ମ ହେଉ କି କିଛି ଠିକ୍ ସେ ତାକୁ ଆମେ ଡିସପ୍ଲେ କରିପାରିବା, ତ ପରିବେଶ ଦୂଷିତ ହେବାରୁ କିଛି ମାତ୍ରାରେ ତ ରକ୍ଷା ହେଇପାରିବ। এইটা ଆକ୍ଚୁଆଲି ଆମର ଥିଲା, ଆଗରୁ ବି ଏମିତି ଡିସ୍କସନ୍ ଚାଲିଥିଲା। ଯେହେତୁ ପ୍ରବାସୀ ଭାରତୀୟ ଦିବସ ଗୋଟେ ହେବାର ଥିଲା, ତ ବସିକି ଆମର ଭାଇ ସେ ପିନାକୀ ମହାନ୍ତି ଜଣେ, ଯେ ସିଏ ଆମକୁ ବସିକି ସବୁ କଥା ହେଲୁ, ବର୍ତ୍ତମାନ ଗୋଟେ ଭଲ ଟାଇମ୍ ଅଛି, ଏଇ ଟାଇମ୍ ଯଦି କରିବା ତ ପ୍ରବାସୀ ଭାରତୀୟ ବି ଆସୁଛନ୍ତି, ସେମାନେ ବି ଦେଖିବେ, ପବ୍ଲିକ୍ ବି ବିଚ୍ରେ ଆହୁରି ଅଧିକ ଏକଜୁଟ ହେବେ, ତ ସେମାନେ ବି ଦେଖିବେ। ତ ସେଇଥିପାଇଁ ଏଥିପାଇଁ କରିଛୁ। ପ୍ରଶାସନର ଫୁଲ୍ ସହଯୋଗ ଆମକୁ ମିଳିଛି ପ୍ରଶାସନ ତରଫରୁ। କିଛି ଅସୁବିଧା ବି ନାହିଁ। କାମ କରିବା ପାଇଁ ଆମେ 28 ତାରିଖରୁ ଆସିକି 10-12 ଦିନ ହେଲାଣି ମିଶିକି କାମ କରିଛୁ ଗ୍ରୁପ୍ ହେଇକି। ଆଉ 11 ଜଣ ଆର୍ଟିଷ୍ଟ ଲାଗିଥିଲେ, ତ 11ଟା କାମ ହେଇଛି, ସବୁ ଅଲଗା ଅଲଗା ମିଡ଼ିୟମରେ କାମ ହେଇଛି। କିଏ ପ୍ଲାଷ୍ଟିକ୍ ବୋଟଲ ନେଇକି, କିଏ ପାଳକୁ ନେଇକି। ତ ମୋତେ ଭଲ ଲାଗିଲା ଏଇ ପ୍ଲାଷ୍ଟିକ୍ ବୋଟଲକୁ ନେଇକି, ଯେହେତୁ ଏଇ ଜାଗାରେ ବି ମୁଁ ଦେଖିଲି ବହୁତ ଅଛନ୍ତି ଯେଉଁମାନେ କି ଲୋକ ପକେଇ ପଳାଉଛନ୍ତି, ସେମାନେ ତାକୁ ଉଠେଇକି ନେଇକି ଗୋଟେ ଜାଗାରେ ଜମା କରୁଛନ୍ତି, ସଫା ରଖୁଛନ୍ତି ଜିନିଷଟାକୁ। ତ ସେଇ ଜିନିଷଟା ମୁଁ ଦେଖେଇଛି। ମେସେଜ ଏହା ଦେବାକୁ ଚାହୁଁଛି, ମାନେ ପରିବେଶକୁ ଯଦି ଆମେମାନେ ହିଁ ସଫା ରଖିବା, ତ ଆମେ ନିଜେ ହିଁ ସୁସ୍ଥ ରହିପାରିବା, ତା ସହିତ ଜୀବଜଗତ ବି ସୁସ୍ଥ ରହିପାରିବ। ପରିବେଶ ଯଦି ସୁରକ୍ଷିତ ରହିଲା, ତ ସମସ୍ତେ ସୁରକ୍ଷିତ ରହିପାରିବା।